ମୂଳାର ଏହି ସୁଆଦିଆ ତରକାରୀ ବନେଇଲେ ଶୀତ ଦିନରେ ଗରମ ଭାତ କେତେବେଳେ ସରିଯିବ ଆପଣମାନେ ନିଜେ ବି ଜାଣିପାରିବେ ନାହିଁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ବନେଇବା ଷ୍ଟାର୍ଟ କରିବା। ଗ୍ୟାସ୍ ଉପରେ କଢ଼େଇ ବସାଇବା। କଢ଼େଇରେ ପାଖାପାଖି 1 ଲିଟର ପାଣି ଦେବା। ପାଣିରେ ଅଧା ଛୋଟ ଚାମଚ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା। ତାପରେ ଗ୍ୟାସ୍ର ଫ୍ଲେମ୍ ହାଇ ରଖି ପାଣିକୁ କଭର କରି ପାଣିକୁ ଫୁଟିବା ପାଇଁ ଛାଡ଼ିବା। ପାଣି ଫୁଟିବା ଭିତରେ ସେପଟେ ଚାଲନ୍ତୁ ଦେଖିବା ଆଜିର ତରକାରୀ ପାଇଁ କ'ଣ କ'ଣ ଦରକାର। ଆଜିର ତରକାରୀ ପାଇଁ ଏଠି ମୁଁ ନେଇଛି ଗୋଟେ ବଡ଼ ସାଇଜର ମୂଳା, ତା ସହିତ ଗୋଟେ ବଡ଼ ସାଇଜର ବାଇଗଣ। ପ୍ରଥମେ ମୂଳାରୁ ଚୋପା ବାହାର କରି ଆମେ ଲମ୍ବା ଆଉ ପତଳା ପିସେସରେ କାଟି ନେବା। ତରକାରୀରେ ବହୁ ଜଲ୍ଦି ସିଝିଯିବ। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଗୋଟେ ଅନୁରୋଧ, ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତାପରେ ଆମେ ବାଇଗଣକୁ କାଟିବା। ବାଇଗଣକୁ ମୂଳା ଠାରୁ ଟିକେ ମୋଟା କାଟିବା। ତରକାରୀରେ ସବୁ ଜିନିଷ ସମାନ ଭାବରେ ସିଝିଯିବ। ଆପଣ ଚାହିଁଲେ ବାଇଗଣକୁ ମଝିରୁ 2 ଫାଳ କରି କାଟି ନେଇପାରିବେ, ନହେଲେ ଏମିତି ଲମ୍ବା କାଟିପାରିବେ। ଲମ୍ବା କାଟିଲେ ମୂଳା ସହିତ ଦେଖିବା ପାଇଁ ଭଲ ଲାଗିବ। ବାଇଗଣ କାଟି ସାରିବା ପରେ ସାଙ୍ଗେ ସାଙ୍ଗେ ହଳଦୀ ପାଣିରେ ରଖିବା, ବାଇଗଣ କଳା ପଡ଼ିବ ନାହିଁ। ଏପଟେ ଦେଖନ୍ତୁ ପାଣି ଫୁଟି ଆସିଲାଣି। ପାଣି ଫୁଟିଯିବା ପରେ ଆମେ କାଟି ନେଇଥିବା ମୂଳା ବାଇଗଣକୁ ଦେବା। ଏବେ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ ଅଳ୍ପ କିଛି ଧଣିଆ ପତ୍ର ନାଡ଼ ଦେବା। ତା ସହିତ 1 ଇଞ୍ଚ ଆମ୍ବକଷି ଅଦା ଦେବା। ଆମ୍ବକଷି ଅଦା ଯଦି ଥିବ ନିଶ୍ଚୟ ଦେବେ, ଏହି ତରକାରୀରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ଧଣିଆ ପତ୍ର ନାଡ଼ ବି ଆପଣମାନେ ନିହାତି ଦେବେ। ସବୁ ଜିନିଷକୁ ଗୋଳେଇ ନେବା। ଏବେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖି 5 ରୁ 7 ମିନିଟ୍ କଭର କରିବା, ଯାହାଦ୍ୱାରା ମୂଳା ବାଇଗଣ ଭଲ ଭାବରେ ସିଝିଯିବ। 7 ମିନିଟ୍ ପରେ ଏଇଠି ଆମେ ମୂଳା ବାଇଗଣକୁ ଚେକ୍ କରିବା। ଦେଖନ୍ତୁ ବାଇଗଣ ମୂଳା ସବୁ ଭଲ ଭାବରେ ସିଝି ଯାଇଛି, କିନ୍ତୁ ଘାଣ୍ଟି ନାହିଁ। ତରକାରୀରେ ପାଣି ବି ଦେଖନ୍ତୁ ସଠିକ୍ ମାପରେ ଅଛି। ଏବେ ଆମେ ତରକାରୀକୁ ବାହାରକୁ ବାହାର କରି ଆଣିବା। ସେପଟେ ଚାଲନ୍ତୁ ତରକାରୀ ପାଇଁ ଗୋଟେ ମସଲା ବନେଇବା। 4-5ଟି ରସୁଣ, ରାଗ ପାଇଁ 2ଟି କଞ୍ଚା ଲଙ୍କା, ଅଳ୍ପ କିଛି ଧଣିଆ ପତ୍ର ଦେବା। ଧଣିଆ ପତ୍ର ନିହାତି ଦେବେ। ରସୁଣ, କଞ୍ଚା ଲଙ୍କା, ଧଣିଆ ପତ୍ରକୁ ଟିକେ ଦରଛେଚା କରି ଛେଚି ନେବା। ଏହି ଛେଚା ଦେଲେ ତରକାରୀର ବାସ୍ନା ଆଉ ଟେଷ୍ଟ ବହୁତ ବଢ଼ିଆ ଆସେ। ଛେଚା ଆମ ରେଡ଼ି ହେଇଗଲା। ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇକୁ ଧୋଇ ଆଣିବା। ତାପରେ ଭଲ ଭାବରେ ଗରମ କରିବା। ଅଧା ଛୋଟ ଚାମଚ ସୋରିଷ ତେଲ ଦେବା। ସୋରିଷ ତେଲରେ ଏହି ତରକାରୀ ବନେଇବେ, ଖାଇବା ପାଇଁ ଭଲ ଲାଗିବ। ତେଲ ଗରମ ହେଇଯିବା ପରେ 4-5ଟି ବିରି ବଡ଼ି ଦେବା। ବିରି ବଡ଼ି ଦେଲେ ଏହି ତରକାରୀର ଟେଷ୍ଟ ଆହୁରି ବଢ଼ିଯିବ। ବିରି ବଡ଼ିକୁ ଟିକେ ଲାଲ କରି ଭାଜିବା। ବଡ଼ି ଭାଜିଯିବା ପରେ ବାହାରକୁ ବାହାର କରି ଆଣିବା। ସେଇ କଢ଼େଇରେ ଆଉ 1 ବଡ଼ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଆପଣଙ୍କ ହିସାବରେ କମ୍ ବେଶୀ କରି ଦେଇପାରିବେ। ତେଲ ଗରମ ହେଇଯିବା ପରେ ଅଧା ଚାମଚ ପଞ୍ଚଫୁଟଣ ଦେବା। 1ରୁ 2ଟି ଶୁଖିଲା ଲଙ୍କା ଦେବା। ପ୍ରଥମେ ପଞ୍ଚଫୁଟଣକୁ ତେଲରେ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିବା। ପଞ୍ଚଫୁଟଣ କଞ୍ଚା ରହିଗଲେ ତରକାରୀରେ ପିତା ଲାଗିବ। ତାପରେ 2-3 ପିସ୍ ହିଙ୍ଗୁ ଦେବା। ହିଙ୍ଗୁ ନିହାତି ଦେବେ, ଏହି ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ହିଙ୍ଗୁ ତେଲରେ ଫୁଟିଯିବା ପରେ ବେଶ କିଛି ଭୃଷଙ୍ଗ ପତ୍ର ଦେବା। ଭୃଷଙ୍ଗ ପତ୍ର ନିହାତି ଦେବେ, ଜମା ବି ସ୍କିପ୍ କରିବେ ନାହିଁ। ଭୃଷଙ୍ଗ ପତ୍ରକୁ ହାଲକା ଭାଜିବା। ତାପରେ 1 ମିଡ଼ିୟମ୍ ସାଇଜର ପିଆଜ ଦେବା। ପିଆଜକୁ ଲମ୍ବା ପତଳା କରି କାଟିକି ଦେବେ, ତରକାରୀରେ ଖାଇବା ପାଇଁ ଭଲ ଲାଗିବ। ପିଆଜକୁ ତେଲରେ ହାଲକା ଭାଜିବା। କେବଳ କଞ୍ଚା ବାସ୍ନା ଯିବା ପର୍ଯ୍ୟନ୍ତ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଆମେ ହାଲକା ଭାଜିବା, ବେଶୀ ପୋଡ଼ିବେ ନାହିଁ। ପିଆଜ ହାଲକା ଭାଜିଯିବା ପରେ ଆମେ ଛେଚି ରଖିଥିବା ରସୁଣ, କଞ୍ଚା ଲଙ୍କା ଛେଚାକୁ ଦେବା। ତାପରେ 1 ମିନିଟ୍ ପର୍ଯ୍ୟନ୍ତ ତେଲରେ ରସୁଣକୁ ହାଲକା ଭାଜିବା। ରସୁଣକୁ ତେଲରେ ବେଶୀ ସମୟ ଭାଜିଲେ ରସୁଣର ବାସ୍ନା ଚାଲିଯିବ। ରସୁଣ ହାଲକା ଭାଜିଯିବା ପରେ ତରକାରୀରେ ମସଲା ପାଇଁ 2ଟି ମିଡ଼ିୟମ୍ ସାଇଜର ଦେଶୀ ଟମାଟୋ ଦେବା। ଏହି ଟମାଟୋ ବହୁତ ଖଟା ଅଛି, ସେଥିପାଇଁ ମୁଁ 2ଟି ଟମାଟୋ ଦେଲି। ଆପଣଙ୍କ ଟମାଟୋ କେତେ ଖଟା ଅଛି ସେହି ହିସାବରେ ଦେଖିକି ଦେବେ। ଏବେ ମସଲାରେ କେବଳ ମସଲା ପାଇଁ ଲୁଣ ଦେବା। ବାଇଗଣ ମୂଳା ପାଇଁ ଆମେ ଲୁଣ ଦେଇଥିଲେ। ଅଳ୍ପ ହଳଦୀ ଗୁଣ୍ଡ ଦେବା, ଅଳ୍ପ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ରାଗ ପାଇଁ 2ଟି କଞ୍ଚା ଲଙ୍କା ଦେଇଥିଲେ। ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ ଲଙ୍କା ଗୁଣ୍ଡ ଦେବେ। ମସଲା ସହିତ ଗୋଳେଇ ନେବା। ଏବେ ଦେଖନ୍ତୁ ମସଲା ଟିକେ ଶୁଖିଲା ଲାଗୁଛି। 2-3 ଚାମଚ ପାଣି ଦେବା। ତାପରେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ରଖି 2 ମିନିଟ୍ କଭର କରି କଷିବା। ଟମାଟୋ ବହୁତ ଜଲ୍ଦି ନରମ ହେଇଯିବ। ସେଇ ଭିତରେ ଚାଲନ୍ତୁ ଦେଖିବା ଏହି ତରକାରୀ ପାଇଁ ଆଉ କ'ଣ ମସଲା ଦରକାର। ଏହି ମସଲାକୁ ମୁଁ ଅଧା ଘଣ୍ଟା ପୂର୍ବରୁ ବାଟି ରଖିଥିଲି। ଚାଲନ୍ତୁ ଦେଖିବା ଏହି ମସଲାରେ କ'ଣ ସବୁ ମୁଁ ଦେଇଛି। 1 ଛୋଟ ଚାମଚ ହଳଦିଆ ସୋରିଷ ଦେବା। ଆପଣମାନେ କଳା ସୋରିଷ ବି ଦେଇପାରିବେ। ଅଧା ଛୋଟ ଚାମଚ ଜିରା ଦେବା। ଅଧା ଛୋଟ ଚାମଚ କଞ୍ଚା ଧନିଆ। ପ୍ରଥମେ ଏସବୁ ଶୁଖିଲା ମସଲାକୁ ଆମେ ଶୁଖିଲା ଗ୍ରାଇଣ୍ଡ କରି ଆଣିବା।
मसला को प्रथमे सुखिला ग्राइंड करी तापरे पानी दे बाटिले बेसर मसला पूरा चिकन भाव बाटी जाए। एबे मसला पई 4-5टी रसुण देबा, गोटे छोट साइज रो पियाज देबा। प्रथम आमे 2टी कंचा लंका मसला रे देथिले, सेति मु लंका देली नाही। जदि आपण माने लंका देई नथिबे एई स्टेज रे लंका दी परिबे। अल्प लुण अल्प हळदी गुंड देबा। बेसर मसला बाटिबा समय रे अल्प लुण हळदी दे बाटिले बेसर मसला जमा पिता लागि न थाए। 4-5 चामच पानी दे मसला को चिकन करी बाटी आनिबा। बेसर मसला टिके भी खदड़ रही गले तरकारी रे पिता लागिबो। एई प्रोसेस रे मसला बाटिबे, मसला पूरा चिकन भाव रे बाटी जिवो। तरकारी बनेबार आधा घंटा पूर्वरु एई मसला को बाटिकी रखिबे, तरकारी रो टेस्ट बहुत बढ़ी जिवो। एपटे चलंतु 2 मिनिट परे टमाटो मसला को चेक करिबा। देखंतु टमाटो हमर हल्का नरम हिची, बेसी घांटिबे नाही। एबे आमे गैस रो फ्लेम पूरा लो रखिबा। बाटी रखितिबा बेसर मसला को देबा। ग्राइंडर जार धोई 4-5 चामच पानी देबा। बेसर मसला देबा समय रे गैस रो फ्लेम पूरा लो रखिबे, अल्प पानी देबे, संगे संग घांटिबे। एई प्रोसेस रे बेसर मसला बनेले मसला जमा पिता लागिबो नाही। प्रथमे लो फ्लेम रे कसिबा। बेसर मसला रे गोटे फुट आसी गले आमे गैस रो फ्लेम मीडियम रखी 1-2 मिनिट पर्यंत कसिबा। बेसी समय कसिबे नाही। तापरे सिझेई रखितिबा मूला बाइगण को देबा, मसला सहित गळै नेबा। एबे आमे गैस रो फ्लेम हाई रखिबा। पानी बहुत जल्दी फुटी जिवो। एबे एई तरकारी को आउ टिके स्वादिया करिबा पई गोटे आंबुल देबा। बेसर तरकारी रे अल्प आंबुल देले तरकारी खाइबा पई भल लागे। जदि आपण मानकु पसंद ताहले देबे, न देले भी चलिबो। जदि आंबुल देबे टमाटो केते खट्टा अछि सेही हिसाब रे देखिकि आंबुल देबे। आंबुल देबा परे तरकारी को टिके चाखी देबे। जदि लुण दरकार पड़िबो देखिकि अल्प लुण देबे। आंबुल देबा परे आउ 2-3 मिनिट पर्यंत हाई फ्लेम रे तरकारी को फुटेबा, जहा द्वारा आंबुलर फ्लेवर तरकारी भितर को आसी जिवो। 2-3 मिनिट परे शेष रे भाजी रखितिबा बिरि बड़ी को देबा। जेहेतु मु बिरि बड़ी नेइथिली शेष रे देली। जदि आपण माने कखारु बड़ी नेउथुबे टिके आगरु देबे। एबे हमर तरकारी रेडी हि गला। झोल देखंतु एतिकी बहळे रखिबे, गरम भात रे खाइबा पई भल लागिबो। मूला बाइगण भल भाबरे सिझी जाईछि, किंतु एमिति गोटा गोटा रहिले तरकारी देखिबा पई भल लागिबो, खाइबा पई मते भल लागिबो। एबे हम रेडी हि गला मूला बाइगण बेसर खटा। आपण माने निहाती बनांतु, आउ केमिति लागिला निहाती कमेंट्स करी जणाइबे। ताहले आजि पई रहिली, पुणी देखाबा नया रेसिपी रे। धन्यवाद।